କାହିଁକି ଏଭଳି ଗୋଟେ ଅପାରଗ ସରକାରକୁ ଆଣିଲେ ସେଇଥିପାଇଁ ମନସ୍ତାପ କରୁଛନ୍ତି। କିନ୍ତୁ ଜନସାଧାରଣ ତାଙ୍କ ରିପୋର୍ଟ କାର୍ଡ ତିଆରି କରିସାରିଲେଣି ଯେ ଭାରତୀୟ ଜନତା ପାର୍ଟି ସରକାର କେତେ ଦୁର୍ବଳ, କେତେ ଅପାରଗ ଏବଂ କେମିତି କାମ ନ କରନ୍ତି ଜନସାଧାରଣ ତାଙ୍କ ରିପୋର୍ଟ କାର୍ଡ ତିଆରି କରିସାରିଲେଣି। ଭାରତୀୟ ଜନତା ପାର୍ଟି ସରକାର ଓଡିଶା ରିପୋର୍ଟ କାର୍ଡ ଯୋଉ ତିଆରି କରୁଛନ୍ତି ବାଣ୍ଟିବେ, ଚୁପ୍ କରିବାର ତୁମେମାନେ ପ୍ରୟାସ କରୁଛ। ତମେମାନେ ଭାବୁଛ ଯେ ବିରୋଧୀଙ୍କୁ ଆମେ ଚୁପ୍ କରିଦେବୁ। ସେମାନେ କହୁଛନ୍ତି ଆମ ପ୍ରଗତି ଆଉ ଉନ୍ନତି ଦେଖିକି ବିରୋଧୀ ମାନେ ଚୁପ୍ ରହିଛନ୍ତି। ବିରୋଧୀ ମାନଙ୍କୁ ଅନ୍ୟ ଉପାୟ, ଯୋଉ ଉପାୟରେ ବିଭିନ୍ନ ରାଜ୍ୟରେ ବିଭିନ୍ନ ଜାଗାରେ ବା ଦେଶରେ ଚୁପ୍ କରିବାର ଉଦ୍ୟମ କରୁଛ 2 ବର୍ଷ ଭିତରେ। ଏବଂ ଆପଣ କହିଲେ ଦୀର୍ଘ ବର୍ଷର ସ୍ଥାନତାକୁ ଭାଙ୍ଗି ଗୋଟେ ସରକାର ଗଠନ କରାଯାଇଛି, ଅଧୋଗତି ମିଳିଛି। ଆପଣ କହୁଛନ୍ତି ପ୍ରଗତି ଗତି ମିଳିଛି, ଆମେ ଆପଣଙ୍କୁ କହୁଛୁ ପ୍ରଗତି କି ଅଧୋଗତି ମିଳିଛି। ଏ ବିକାଶଟା ବିନାଶ ହେଇଛି, ଆପଣଙ୍କର ବିଶ୍ୱାସଟା ଅବିଶ୍ୱାସ ହେଇଛି, ପ୍ରୟାସଟା ବର୍ତ୍ତମାନ ହେଇଛି ଯେନେ ତେନେ ଉପାୟରେ ଆମେ ସରକାର କହିଥିଲେ ସବକା ସାଥ ସବକା ବିକାଶ, ବିକାଶଟା ବର୍ତ୍ତମାନ ବିନାଶରେ ପରିଣତ ହେଇଛି। ସବକା ସାଥ ସବକା ବିଶ୍ୱାସ ହେଲା 12 ତାରିଖକୁ ତାଙ୍କର 2 ବର୍ଷ ପୂରିବ ସରକାରକୁ। ଆପଣ ମାନଙ୍କର ହେଲା ଡବଲ ଇଞ୍ଜିନ ସରକାର, ଡବଲ ଶୋଷଣ ଚାଲିଛି, ବ୍ୟସ୍ତ କଷଣ, ଶୋଷଣ, ଧର୍ଷଣ, ଭାଷଣର ସରକାର। ରିପୋର୍ଟ କାର୍ଡ ବହୁତ ଶୀଘ୍ର ଆସୁଛି। ଅନେକ ଧର୍ଷଣ ହଉଛି, ଅନେକ କଷଣ ଲୋକ ଭୋଗୁଛନ୍ତି ଏବଂ ଆପଣ ମାନେ ଘଣ୍ଟା ଘଣ୍ଟା ଧରିକି ଦୀର୍ଘ ସମୟ କେବଳ ଭାଷଣରେ ନିରନ୍ତର ଭାବରେ ବିଜୁ ଜନତା ଦଳ ସଂଗଠନକୁ ଆଗକୁ ବଢଉଛି ଏବଂ ଜନସାଧାରଣଙ୍କୁ ସାଥିରେ ନେଇ ଏ ସରକାର